ନୀଳଗିରି କଚିରି ହତାରେ ନୀଳଗିରି ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ଅଧିବେଶନ ଅନୁସାରେ ଗତକାଲି 21/11 ଜିଲ୍ଲାପାଳ ନୀଳଗିରି ସାମ୍ବାଦିକଙ୍କ ସମସ୍ୟା ନେଇ ସାକ୍ଷାତ କରିବା ସୂଚନା ଦେଇଥିବା ବେଳେ ସାମ୍ବାଦିକ ପ୍ରତିନିଧି ଦଳ ଦିନ ତମାମ ବାଲେଶ୍ୱରରେ ଅପେକ୍ଷା କରି ସାକ୍ଷାତ କରିବାରେ ଅସମର୍ଥ ହୋଇଥିଲେ। ଏଣେ ଜିଲ୍ଲାପାଳ ନିଜେ ନୀଳଗିରି ଆସିଥିଲେ ମଧ୍ୟ ସାମ୍ବାଦିକ ସଂଘ ସହିତ କୌଣସି ଆଲୋଚନା ନ କରିବା ସାମ୍ବାଦିକ ମହଲରେ ଗଭୀର ଦୁଃଖ ଏବଂ ଉଦ୍ବେଗ ପ୍ରକାଶ କରିଛନ୍ତି। ଅଦ୍ୟ ବୈଠକରେ ନିଷ୍ପତ୍ତି କ୍ରମେ ସଂଘର ସମସ୍ତ ସାମ୍ବାଦିକମାନେ କଳା ବ୍ୟାଚ୍ ପରିଧାନ କରି ସରକାରୀ କାର୍ଯ୍ୟକ୍ରମକୁ ଖବର କରିବା ପାଇଁ ଯିବେ ବୋଲି ସର୍ବସମ୍ମତିକ୍ରମେ ଗ୍ରହଣ ହୋଇଛି। ଆଜିଠାରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ସର୍ବସମ୍ମତିକ୍ରମେ ସମସ୍ତ ସାମ୍ବାଦିକମାନେ ପ୍ରକାଶ କରିଛନ୍ତି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ହେଲା, ଉପଜିଲ୍ଲାପାଳ ଦୁର୍ବ୍ୟବହାର କଲେ, ମୋବାଇଲ ଛଡ଼େଇ ନେଲେ ଏବଂ ତାପରେ ମନ୍ତବ୍ୟ ନେବା ପାଇଁ ଯାଇଥିବା ବେଳେ ବିଭିନ୍ନ ପ୍ରକାର ଧମକ ମିଳିଲା ଯେ ମୁଁ ଆପଣଙ୍କୁ ଦେଖିନେବି ଏବଂ ପୁଲିସରେ ଦେଇକି ଆପଣଙ୍କୁ ଏଫଆଇଆର ଦେଇକି ଜେଲ୍ ଦିଆ କରିଦେବି, ଆଉ ଯେଉଁ ସଂସ୍ଥାରେ ଆପଣ କାମ କରୁଛନ୍ତି ତାକୁ ସେଠୁ ବହିଷ୍କାର କରିଦେବି। ୟାକୁ ନେଇକି ଆମେ ବିଭିନ୍ନ ଜାଗାରେ ବିଭିନ୍ନ କଥା କହିଛୁ। ଏମ୍ପିଙ୍କୁ ଦେଇଥିଲୁ, ଏମ୍ପି କହିଲେ ଆମେ ଦିଲ୍ଲୀରୁ ଆସିଲେ ବୁଝିବୁ। ଜିଲ୍ଲାପାଳଙ୍କୁ ଦେଇଥିଲୁ, ଜିଲ୍ଲାପାଳ ମଧ୍ୟ 8-10 ଦିନ 15 ଦିନ ଟାଇମ୍ ନେଲେ, ନେଲା ପରେ ମଧ୍ୟ ସେ ଶୁଣୁନଥିଲେ। କାଲି ଆମେ ଯାଇଥିଲୁ, କାଲି ଆମେ ନିରାଶ ହେଇକି ଫେରିଲୁ ଏବଂ ଆକୁ ନେଇକି ଆମେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲେଟର ଦେଇଛୁ। ମୁଖ୍ୟମନ୍ତ୍ରୀ ମଧ୍ୟ ଲେଟର କରିଛନ୍ତି ଜିଲ୍ଲାପାଳଙ୍କୁ ତୁରନ୍ତ ପାଇଁ ପଦକ୍ଷେପ ନେବା ପାଇଁ। ଯେହେତୁ ବହୁତ ଦିନ ଘଟଣା ବିତିଗଲାଣି ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ, ତେଣୁ ଆଜିଠାରୁ ଆମେ ନିଷ୍ପତ୍ତି ନେଲୁ ଯେ ଆମେ ସରକାରଙ୍କୁ ପ୍ରତ୍ୟେକଟି କାର୍ଯ୍ୟକ୍ରମରେ ବିରୋଧ କରିବୁ। ନ୍ୟୁଜ୍ କରିବୁ ସତ, କିନ୍ତୁ ପ୍ରତ୍ୟେକଟି କାର୍ଯ୍ୟକ୍ରମରେ ଆମର ବେଚ୍ ଧାରଣ କରିବା ମାନେ ଆମେ ସରକାରଙ୍କୁ ବିରୋଧ ପ୍ରଦର୍ଶନ କରିବୁ। ବିରୋଧ ପ୍ରଦର୍ଶନ କରିବା ସହିତ ସରକାର ଯେଉଁ ସବୁ ଗଣ ଭିତ୍ତିକ ପ୍ରୋଜେକ୍ଟ ଆଣିବେ ବା ସୂଚନା ଦେବେ, ଆମେ ଲୋକଙ୍କ ଜନତାଙ୍କ ପାଖରେ ପହଞ୍ଚାଇବୁ ସରକାରଙ୍କର ବାର୍ତ୍ତାକୁ ଏବଂ ଜନତାଙ୍କର ବାର୍ତ୍ତାକୁ ମଧ୍ୟ ସରକାରଙ୍କ ପାଖରେ ପହଞ୍ଚାଇବୁ। ଦୁଃଖଦ ବିଷୟ କଥା ହେଲା ସରକାରଙ୍କୁ ଆମେ ବିରୋଧ କରିବୁ ଆଜିଠାରୁ। ଏହା ହେଉଛି ଆମର ନିଷ୍ପତ୍ତି ହେଲା ନୀଳଗିରି ସଂଘର ଏବଂ ସବୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ଆମର ସମସ୍ୟାର ସମାଧାନ ନ ହୋଇଛି ଆମେ ବିରୋଧ କରିବୁ ସରକାରଙ୍କୁ। ପରିଚୟଟା ଦେବେ। ବିଜୟ ଲେଙ୍କା ସାମ୍ବାଦିକ। এই উপজেলাপাଳ অফিস ଆଗରେ ଆପଣମାନେ କାହିଁ କଳା ବ୍ୟାଚ୍ ପିନ୍ଧି ବସି ଠିଆ ହେଇଛନ୍ତି? ଆଜ୍ଞା, ଆମର ଯେଉଁ କାର୍ଯ୍ୟରତ ସାମ୍ବାଦିକମାନେ ଅଛନ୍ତି, ନୀଳଗିରି ଉପଜିଲ୍ଲାପାଳ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କୁ ମୋବାଇଲ ଛଡ଼େଇଥିଲେ। ସେ ପ୍ରତିବାଦରେ ଆମେ ଜିଲ୍ଲାପାଳଙ୍କୁ ଏବଂ ସମସ୍ତଙ୍କୁ ଲେଖିକି ଦେଇଥିଲୁ ଯେ ଏହାର ସମାଧାନ ଗୋଟେ ବାଟ ପନ୍ଥା ବାହାର କରିବା ପାଇଁ। କିନ୍ତୁ ଯେତିକି ଦିନ ସମୟ ଦେଇଥିଲେ ସମୟ ପାରେଇ ଯାଇଛି। ସେ ସମୟ ପାରେଇଲା ମଧ୍ୟ ସେ କିଛି କଥାକୁ ବୁଝି ନାହାନ୍ତି। ସେଥିପାଇଁ ଆଜିଠୁ ଆମେ ନୀଳଗିରି କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ନିଷ୍ପତ୍ତି ଗ୍ରହଣ କରାଗଲା। ଆଜିଠୁ ଆମେ କଳା ବ୍ୟାଚ୍ ପିନ୍ଧି ଆମର ଗଣତାନ୍ତ୍ରିକ ଉପାୟରେ ଆମେ ନ୍ୟୁଜ୍ ପରିବେଷଣ କରିବୁ। ଆମ ନ୍ୟାୟ ହକ୍ ପାଇଁ ଆମେ ଲଢ଼େଇ କରିବୁ।